Very good. ସବୁ ଖାଇକି ଆସିଛ? ହଉ ତାହେଲେ ଆମେ ଗପ ଶିଖିବା। କି ଗପ ଶିଖିବା? କି ଗପ ଶିଖିବା? ବିଲୁଆ ଦେଖିଛ ସବୁ ବିଲୁଆ? ଦେଖିଛ? ମିଛ କଥା କାହିଁକି କହୁଛ? ବିଲୁଆ ସବୁ ଦେଖିଛ? ମୁଁ ବହିରେ ଦେଖିଛି। ବହିରେ ଦେଖିଛ? ଆଉ ବଗ ଦେଖିଛ ନା? ଦେଖିଛ? ଆମେ ତାହେଲେ ବଗ ବିଲୁଆ ଗପ ଶିଖିବା। ବଗ ବିଲୁଆ ସାଙ୍ଗ ହଉଥିଲେ ସେଇମାନଙ୍କ ଗପ ଶିଖିବା। ଠିକ ଅଛି। ଗୋଟେ ଜଙ୍ଗଲରେ ବଗ ବିଲୁଆ ଦି ଜଣ ସାଙ୍ଗ ଯଦି ବିଲୁଆ କହିଲା ବଗ ସଙ୍ଗାତ ମୋର ହଉଛୁ କାଲିକି ଜନ୍ମଦିନ ହେଲା। ଜନ୍ମଦିନ ଯଦି କହିଲା ତାହେଲେ ତମେ ଆମ ଘରକୁ ଆସିବ। ମୁଁ ମାଂସ ତରକାରୀ କରିକି ରଖିଥିବି ହେଲା। ତମେ ଆମ ଘରକୁ ଆସିବ। ତେଣୁ ବଗ ମାଂସ ତରକାରୀ ଲୋଭରେ ଫୁଲ ତୁଡ଼ାଟିଏ ଧରି ତା ପରଦିନ ବିଲୁଆ ଘରକୁ ଗଲା ପରେ ବଗକୁ ହଉଛୁ ବଗ ନେଇକି ଫୁଲ ତୁଡ଼ା ଗଲା ପରେ ଦେଲା ହଉଛୁ ବିଲୁଆକୁ ଦେଲା ଫୁଲ ତୁଡ଼ା। ଅଭିନନ୍ଦନ ଜଣେଇଲା, ଜନ୍ମଦିନର ଅଭିନନ୍ଦନ ଜଣେଇଲା ପରେ ମାଂସ ତରକାରୀ ବାସ୍ନାରେ ବଗର ପାଟିରୁ କଣ ଗଡ଼ିଲା? ଲାଳ ଗଡ଼ିଲା। ତାପରେ ବିଲୁଆ ବଗ ପାଖରୁ ଫୁଲ ତୁଡ଼ା ନେଇକି ବଗକୁ କହିଲା ବଗ ସଙ୍ଗାତ ତାହେଲେ ଆମେ ଏବେ ଖାଇବା। ବିଲୁଆ ତାର ଗୋଟେ ଥାଳିର ହଉଛୁ ସବୁ ହଉଛୁ ମାଂସକୁ ବାଢିକି ଆଣିଲା ଯଦି ଦି ଜଣ ଖାଇଲେ। ଖାଇଲା ବେଳେ ହଉଛୁ ବିଲୁଆ ତାର ଥାଳିରୁ ସବୁ ମାଂସ ଖାଇଦେଲା। ଆଉ ଦେଖିଲା ବେଳକୁ ବଗ ଖାଇପାରିଲାନି କାହିଁକି ଥଣ୍ଟରେ ତାର ଖସି ପଳଉଛି ଥାଳିର। ବଗ ତାର କିଛି ମାଂସ ଖାଇପାରିଲାନି। ବିଲୁଆ ସବୁ ଖାଇଦେଲା ଯଦି ବଗ ବିଚାରିଲା ହଉରେ ବିଲୁଆ ତତେ ପଇସା କାଟେ ଦଉଛି। ସେଉଠୁ ବିଲୁଆକୁ କହିଲା ବିଲୁଆ ସଙ୍ଗାତ ମୋର କାଲି ଜନ୍ମଦିନ। ତମେ ହଉଛୁ ଆମ ଘରକୁ ଯିବ। ମୁଁ ବି ମାଂସ ତରକାରୀ କରିଥିବି ତମେ ଖାଇକି ଆସିବ। ବିଲୁଆ ସେଉଠୁ ଫୁଲ ତୁଡ଼ା ନେଇକି ବଗ ଘରକୁ ଗଲା। ଯାଇକି ବଗକୁ ଅଭିନନ୍ଦନ ଜଣାଇଲା। କେମିତି ଅଭିନନ୍ଦନ ଜଣାନ୍ତି ଜନ୍ମଦିନର? ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାନ୍ତି ଏମିତିଆ। ସେଉଠୁ ବିଲୁଆ ବଗକୁ ଜଣାଇଲା। ବଗକୁ ବିଲୁଆ ଜଣାଇ ସାରିଲା ପରେ ବଗ ତାର ଗୋଟେ ଛୋଟ ଟୁକେଇର ତାର ମାଂସ ବାଡ଼ିକି ଆଣିଲା। ବଗ ତାର ଥଣ୍ଟର ଖାଇଦଉଥାଏ କିନ୍ତୁ ବିଲୁଆ ଖାଇପାରୁନଥାଏ। ସେଇଥିପାଇଁ ବଗ ତାର ସବୁ ଟୁକେଇରୁ ମାଂସ ଖାଇଦେଲା। ବିଲୁଆ ଆଉ ଖାଇପାରିଲା ନାହିଁ। ସେଇଥିପାଇଁ କହନ୍ତି ଯିଏ ଯେମିତିକା ଭାବରେ ଖାଏ ସେମିତିକା ଦବ। ତାହେଲେ ଦି ଜଣଙ୍କର ପ୍ରତିଶୋଧ ନେଇଗଲେ।